हेलो माय डियर स्टूडेंट, वेलकम टू एचीवर एकेडमी। आज सेसन रे आमे तुमर जो हिस्ट्री एग्जाम अच्छी पिला माने ता पई आमे टॉप 100 एमसीक्यू आमे डिस्कशन करिबा, जहा कि बहुत गुरुत्वपूर्ण अटे तुमर हिस्ट्री एग्जाम पई पिला माने। मन रखो, समय नष्ट करिबी नाही। चलो आलोचना करिबा हला। ए वीडियो को संपूर्ण देखो, निश्चित भाबे तुमर एथिरो ही तुमर प्रश्न आसीबो। मो ग्यारंटी सहित कहूची एथिरो प्रश्न आसीबो, अन्य कोनोसी ठारो प्रश्न आसीबो नाही। भलो भाबे ध्यान दे सुनिबो। अशोकଙ୍କ धर्म प्रचार ପାଇଁ ନିଜର ପୁତ୍ର ଓ କନ୍ୟାଙ୍କୁ କେଉଁ ସ୍ଥାନକୁ ପ୍ରେରଣ କରିଥିଲେ? ପ୍ରଥମେ ଜାଣିଦେବା ଅଶୋକଙ୍କର ପୁତ୍ରଙ୍କର ନାମ ହେଉଛି ମହେନ୍ଦ୍ର। ହେଲା, ମୁଁ ଡିଟେଲରେ କହିବି, ଟିକେ ଭଲ ଭାବରେ ଧ୍ୟାନ ଦେଇ ଶୁଣିବ ହେଲା। ମହେନ୍ଦ୍ର। କନ୍ୟାଙ୍କର ନାମ ହେଉଛି କ'ଣ? ସଂଘମିତ୍ରା। ହେଲା, ସଂଘମିତ୍ରା। ସେ କେଉଁଠାକୁ ପଠେଇଥିଲେ? ବୌଦ୍ଧ ଧର୍ମ ପ୍ରଚାର କରିବା ପାଇଁ ସିଂହଳକୁ ପଠେଇଥିଲେ। ହେଲା, ସିଂହଳକୁ ପଠେଇଥିଲେ। ମନେ ରଖ, ସିଂହଳକୁ ପଠେଇଥିଲେ। ହେଲା, ସିଂହଳ ବର୍ତ୍ତମାନ ଯଦି ସିଂହଳ ଯଦି ଅପସନରେ ନାହିଁ, ତୁମେ ଶ୍ରୀଲଙ୍କା ବି କରିପାରିବ। ଶ୍ରୀଲଙ୍କା ତାର ବର୍ତ୍ତମାନ ନାମ। ବର୍ଦ୍ଧମାନ ମହାବୀର କେଉଁ ଦିନ ଦିବ୍ୟଜ୍ଞାନ ପ୍ରାପ୍ତି ପାଇଥିଲେ? କେଉଁ ଦିନ ଦିବ୍ୟଜ୍ଞାନ ପ୍ରାପ୍ତି ପାଇଥିଲେ? ସେ ବୈଶାଖ ଶୁକ୍ଳ ପକ୍ଷ ପଞ୍ଚମୀ ଦିନ। କିନ୍ତୁ କେଉଁ ସ୍ଥାନରେ ପାଇଥିଲେ ଆମେ ଦେଖିବା। ଦିବ୍ୟଜ୍ଞାନ କେଉଁ ସ୍ଥାନରେ ପାଇଥିଲେ? ଜିମ୍ବିକା ଗ୍ରାମ। ମନେ ରଖ ପିଲାମାନେ, ଜିମ୍ବିକା ଗ୍ରାମ, ରିଜୁପାଳିକା ନଦୀ, ରିଜୁପାଳିକା ନଦୀ। ମନେ ରଖ, ଜିମ୍ବିକା ଗ୍ରାମ, ରିଜୁପାଳିକା ନଦୀ ଏବଂ ଶାଳବୃକ୍ଷ ମୂଳେ। ଶାଳବୃକ୍ଷ ମୂଳେ ମନେ ରହିଗଲା। ଶାଳବୃକ୍ଷ ମୂଳେ, ଜିମ୍ବିକା ଗ୍ରାମ ଏବଂ ମହାବୀର। ତାପରେ ଗୌତମ ବୁଦ୍ଧ କେଉଁଠାରେ ପାଇଥିଲେ? ସେ ନିରଞ୍ଜନା ନଦୀ କୂଳ ତମର ଅଶ୍ୱସ୍ଥ ବୃକ୍ଷ ମୂଳେ। ବୁଝି ହେଲା। ନେକ୍ସଟ ଦେଖିବା, ଅଜନ୍ତାର କେତେ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଛି ମାତା ପୁତ୍ରଙ୍କର ଛବି? ଅଜନ୍ତାର କେଉଁ ପିଲାମାନେ ମାତା ପୁତ୍ରଙ୍କ ଛବି? ମୁମୂର୍ଷୁ, ରାଜକନ୍ୟା। ମନେ ପକାଅ ହେଲା। ଆନ୍ସର ହବ କ'ଣ ତମ ଏଠାରେ? 17 ନମ୍ବର। ଆନ୍ସର ହବ ତମର 17 ନମ୍ବର। ଅର୍ଥଶାସ୍ତ୍ର ଅନୁଯାୟୀ ମୌର୍ଯ୍ୟ ରାଜାମାନେ କେତେ ଭାଗ ଭୂ ରାଜସ୍ୱ ଆଦାୟ କରୁଥିଲେ? ଅର୍ଥଶାସ୍ତ୍ର ଅନୁଯାୟୀ ମୌର୍ଯ୍ୟ ମାନେ କେତେ ଭାଗ ଭୂ ରାଜସ୍ୱ ଆଦାୟ କରୁଥିଲେ? କ'ଣ ହବ ଆନ୍ସର ପିଲାମାନେ? 1/6। 1/6 ହବ ତମର କରେକ୍ଟ। ଅଲରେଡି ମୁଁ ତମର ପିଲାମାନେ ୟୁନିଟ୍ 1 ୟୁନିଟ୍ 2 3 4 5 এই ସବୁର ଏମସିକ୍ୟୁ ମୁଁ ଅଲରେଡି ଡିସ୍କସନ୍ କରିସାରିଛି। ଏଇଟା ହେଉଛି ତମର ଟପ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟପ୍ 100 ଏମସିକ୍ୟୁ। ଏଇ ପ୍ରଶ୍ନ ଗୁଡ଼ାକ ଯାଇକି ଦେଖିଦେବ। 2 3 4 5 ତମର ଫୁଲରୁ ଫୁଲ ଆସିବ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ର କେଉଁ ମୌର୍ଯ୍ୟ ଶାସକଙ୍କ ଶାସନ ସମ୍ପର୍କରେ ଉଲ୍ଲେଖ କରେ? କୌଟିଲ୍ୟଙ୍କର ଅର୍ଥଶାସ୍ତ୍ର ହଉ କିମ୍ବା ମେଗାସ୍ଥିନିସ୍ଙ୍କର ଇଣ୍ଡିକା ହଉ, କିମ୍ବା ମେଗାସ୍ଥିନିସ୍ କ'ଣ ଲେଖିଥିଲେ? ଇଣ୍ଡିକା ହଉ, ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ବିଷୟରେ ଜାଣୁ ଆମେ। ହେଲା, ବିନ୍ଦୁସାର ହେଉଛି ତାଙ୍କର ପୁତ୍ର। ମୁଁ ଅଲରେଡି ବହୁତ ଥର କହିଛି, କ୍ଲାସରେ ଯାଇକି ଦେଖିଦେବ। ହେଲା, ଗୁପ୍ତ ଯୁଗରେ କେଉଁ ସ୍ଥାନରେ ଚନ୍ଦନ କାଠ ପାଇଁ ପ୍ରସିଦ୍ଧି ଲାଭ କରିଥିଲା? ଗୁପ୍ତ ଯୁଗରେ କେଉଁ ସ୍ଥାନରେ ଚନ୍ଦନ କାଠ ପାଇଁ ପ୍ରସିଦ୍ଧି ଲାଭ କରିଥିଲା? ଏଇ ଯେଉଁ ମଳୟଗିରି। ଏତେ ଡିପଲି ପଚାରିବ ନାହିଁ ସେ, ହେଲା, ତଥାପି ମୁଁ କହିଦେଉଛି। ନେକ୍ସଟ ପ୍ରଶ୍ନ ଦେଖ, তোমার কোন ଅଛି ନେକ୍ସଟ ପ୍ରଶ୍ନରେ ପିଲାମାନେ? 1 ମିନିଟ୍। ତମର ନେକ୍ସଟ ପ୍ରଶ୍ନ କ'ଣ ଅଛି ଦେଖ। ମୋଗଲ ସାମ୍ରାଜ୍ୟ ଭ୍ରମଣ ପୁସ୍ତକଟି କିଏ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ? ପ୍ରଥମେ ଜାଣିବା କିଏ ଲେଖିଥିଲେ। ଇଏ ଲେଖିଥିଲେ କିଏ? ତମର ଫ୍ରାଙ୍କୋଏସ୍ ବର୍ନିୟର। ଫ୍ରାଙ୍କୋଏସ୍ ବର୍ନିୟର ତମର ଲେଖିଥିଲେ। କେବେ ଲେଖିଥିଲେ? 1670। କେବେ ଭାରତକୁ ଆସିଥିଲେ? 1656। କେତେ ବର୍ଷ ରହିଥିଲେ? 1668। 12 ବର୍ଷ ସେ ରହିଥିଲେ। ଇଂରାଜୀ କିଏ କହିଥିଲେ? ହେନରୀ ଓଲ୍ଡେନବର୍ଗ। ହେନରୀ ଓଲ୍ଡେନବର୍ଗ। ତାପରେ ଦେଖିବା, କବୀରଙ୍କ ଶିଷ୍ୟମାନଙ୍କୁ କ'ଣ କୁହାଯାଏ? କବୀରଙ୍କ ଶିଷ୍ୟମାନଙ୍କୁ କବୀରପନ୍ଥୀ କୁହାଯାଏ। ବିଯୋଗ ହେଉଛି ତାଙ୍କର ଗ୍ରନ୍ଥ, ଦୋହା ହେଉଛି ତାଙ୍କର ଲେଖା। ହେଲା, ଗୀତ। ନେକ୍ସଟ ଦେଖିବା, ତମର କେଉଁ ସନ୍ଥଙ୍କୁ ଦିଲ୍ଲୀର ଚିରାଗ ବୋଲି କୁହାଯାଏ? ଦିଲ୍ଲୀର ଚିରାଗ ବୋଲି କାହାକୁ କୁହାଯାଏ? ଦିଲ୍ଲୀର ଚିରାଗ ବୋଲି କାହାକୁ କୁହାଯାଏ? ଶେଖ୍ ନାସିରୁଦ୍ଦିନ। ଶେଖ୍ ନାସିରୁଦ୍ଦିନ। ନେକ୍ସଟ ଦେଖିବା, ବୁଲନ୍ଦ ଦରବାଜା କେଉଁଠାରେ ଅବସ୍ଥିତ? ବୁଲନ୍ଦ ଦରବାଜା କେଉଁଠାରେ ଅବସ୍ଥିତ? ଫତେପୁର ସିକ୍ରି। ଫତେପୁର ସିକ୍ରି କିଏ ନିର୍ମାଣ କରିଥିଲେ? ପ୍ରମୁଖ ସହର କାହାର? ଆକବରଙ୍କର ପ୍ରମୁଖ ସହର। ଫତେପୁର ସିକ୍ରି ଭିତରେ କ'ଣ ଅଛି? ଦିୱାନୀ ଖାସ, ଦିୱାନୀ ଆମ, ତମର ବିଭିନ୍ନ ମହଲ ଗୁଡାକ ଅଛି ଫତେପୁର ସିକ୍ରିରେ। ହେଲା, କେଉଁ ମୋଗଲ ସମ୍ରାଟ ନିଜକୁ ଇମାମ ଅଦିଲ ବୋଲି ଘୋଷଣା କରିଥିଲେ? ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ଇମାମ ଅଦିଲ ବୋଲି କିଏ କହିଥିଲେ ନିଜକୁ? କିଏ କହିଥିଲେ? ଆକବର ନିଜକୁ କହିଥିଲେ ଇମାମ ଅଦିଲ। ନେକ୍ସଟ ଦେଖିବା, କେଉଁ ଦିବସକୁ ପ୍ରଥମ ସ୍ୱାଧୀନତା ଦିବସ ରୂପେ ଘୋଷଣା କରାଗଲା? କେବେ କରାଯାଇଥିଲା? ଜାନୁଆରୀ 26, 1930। ଜାନୁଆରୀ 26, 1930। ଭାରତରେ କେବେ ଇଂରାଜୀ ଶିକ୍ଷାର ପ୍ରଚଳନ ହୋଇଥିଲା? ଇଂରାଜୀ ଶିକ୍ଷାର ପ୍ରଚଳନ କେବେ ହେଇଥିଲା? 1835। 1835ରେ ହେବ ତମର କରେକ୍ଟ ଆନ୍ସର। ଖୋର୍ଦ୍ଧା ରାଜାଙ୍କ ନିକଟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ନିର୍ମୁକ୍ତ କେଉଁ ପଦବୀ ପାଇଥିଲେ? ଏ ଥିଲେ ବକ୍ସି ବା ସେନାପତି। ବକ୍ସି ଜଗବନ୍ଧୁ କିଏ? 1817 ଖୋର୍ଦ୍ଧା ବିଦ୍ରୋହର ତମର
ଲିଡର। 1870 ଖୋର୍ଦ୍ଧା ବିଦ୍ରୋହର ସେ ହେଉଛନ୍ତି ଲିଡର, ମନେ ରଖିଲା। ନେକ୍ସଟ ଦେଖିବା, ପର୍ତ୍ତୁଗୀଜ ମାନେ ଭାରତର କେଉଁଠାରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ? ପର୍ତ୍ତୁଗୀଜ ମାନେ କରିଥିଲେ ପାନାଜୀ ଠାରେ। ପର୍ତ୍ତୁଗୀଜ ମାନେ କରିଥିଲେ ପାନାଜୀ ଠାରେ, ମନେ ରହିଲା। 6 ନମ୍ବର ମନେ ରହିଲା ତମର, ପ ଫର ପର୍ତ୍ତୁଗୀଜ, ପ ଫର ପାନାଜୀ, ମନେ ରହିଗଲା। ନେକ୍ସଟ ଦେଖିବା ପିଲାମାନେ, କଣ ପ୍ରଶ୍ନ ଅଛି ତମର? ଏଠାରେ ପ୍ରଶ୍ନ ଦେଇଛି, କର୍ଣ୍ଣୱାଲିସ କେବେ 10 ବର୍ଷିଆ ବନ୍ଦୋବସ୍ତ ଆଇନ ପ୍ରଚଳନ କରିଥିଲେ? 10 ବର୍ଷିଆ ଲର୍ଡ କର୍ଣ୍ଣୱାଲିସ କେବେ ପ୍ରଚଳନ କରିଥିଲେ? ପି ନମ୍ବର କଣ ହେବ ତମର? କୁହ ପିଲାମାନେ। 1789। 1789 ପରେ କଣ ହେବ? ଏ ସାର୍ ଜନସୁରଙ୍କ କଥା ମାନି 10 ବର୍ଷିଆ କରିଥିଲେ। ପରବର୍ତ୍ତୀ ସମୟରେ 1793ରେ ସେ କରିବେ କଣ? ଚିରସ୍ଥାୟୀ ବନ୍ଦୋବସ୍ତ। ପରବର୍ତ୍ତୀ ସମୟରେ ସେ କରିବେ କଣ? ଚିରସ୍ଥାୟୀ ବନ୍ଦୋବସ୍ତ। ଗେଟୱେ ଅଫ ଇଣ୍ଡିଆ କେବେ ନିର୍ମିତ ହେଇଥିଲା? ଗେଟୱେ ଅଫ ଇଣ୍ଡିଆ ହେଇଥିଲା 1911। ସତ୍ୟବାଦୀ ବନ ବିଦ୍ୟାଳୟ କେବେ ସ୍ଥାପିତ ହେଇଥିଲା? ସତ୍ୟବାଦୀ ବନ ବିଦ୍ୟାଳୟ କିଏ ସ୍ଥାପନ କରିଥିଲେ? ଉତ୍କଳମଣି ଗୋପବନ୍ଧୁ ଦାସ। ଉତ୍କଳମଣି ଗୋପବନ୍ଧୁ ଦାସ କେବେ ପ୍ରତିଷ୍ଠିତ କରିଥିଲେ? ଏହା ହେଉଛି 1909। ଆଉ 1919ରେ ସେ ଗୋଟେ ପତ୍ରିକା ଲେଖିଥିଲେ, ତାହା ହେଉଛି ସମାଜ ପତ୍ରିକା। ତାହା ହେଉଛି ଗୋଟେ ସମାଜ ପତ୍ରିକା। ନେକ୍ସଟ ଦେଖିବା, କଟକ ଠାରେ ଉତ୍କଳ ସଭା କେବେ ଗଠିତ ହେଇଥିଲା? କଟକ ଠାରେ ଉତ୍କଳ ସଭା କେଉଁଠାରେ ଗଠିତ ହେଇଥିଲା? କଟକ ଠାରେ ଗଠିତ ହେଇଥିଲା, ହେଲା। କଟକ ଠାରେ କେବେ ହେଇଥିଲା? 1882। ଓଡ଼ିଶାର ପ୍ରଥମ ମହିଳା ବିଧାୟକ କିଏ? ବିଧାୟିକା, ହେଲା। ପ୍ରଥମ ମହିଳା ବିଧାୟିକା କିଏ? କି ତମର ପ୍ରଥମ ବିଧାୟିକା? ସେଇ ସରଳା ଦେବୀ। ଏ ହଉଛି କଣ କି? ସେଇ ସରଳା ଦେବୀ। ନେକ୍ସଟ ଦେଖିବା, ସର୍ବନିମ୍ନ କେତେ ବର୍ଷ ବୟସ୍କ ବ୍ୟକ୍ତି ଭୋଟଦାତା ଅଧିକାର ପାଇବ? ଏଇଟା ତ ବହୁତ ଇଜି ପ୍ରଶ୍ନ, 18 ବର୍ଷ। ନେକ୍ସଟ ପ୍ରଶ୍ନ ଆଡ଼କୁ ଯିବା ପିଲାମାନେ। ନେକ୍ସଟ ପ୍ରଶ୍ନ କଣ ଦେଇଛି ଦେଖ। ନେକ୍ସଟ ପୁଣି ଆସିବ ବୁଦ୍ଧ ଧର୍ମ ବିଷୟରେ ଆସିବ। ପୁଣି କଣ ଦେଇଛି ଦେଖ ବୁଦ୍ଧ ଧର୍ମରେ ପିଲାମାନେ। ବୁଦ୍ଧ ଧର୍ମଗ୍ରନ୍ଥ ଗୌତମ ଦିବ୍ୟଜ୍ଞାନ ଲାଭ ପରେ ମୃଗବନ ଠାରେ 5 ଜଣ ଶିକ୍ଷକଙ୍କୁ ଦେଇଥିବା ଧର୍ମୋପଦେଶକୁ କଣ କୁହାଯାଏ? ଧର୍ମଚକ୍ର ପ୍ରବର୍ତ୍ତନ। 2025ରେ ପଡିଥିଲା ଏ ପ୍ରଶ୍ନ, ଧର୍ମଚକ୍ର ପ୍ରବର୍ତ୍ତନ। ଅଷ୍ଟାଦଶ ତୀର୍ଥ କହିଲେ କଣ? ଅଷ୍ଟାଦଶ କହିଲେ 18। 8 ଗଣ ମନ୍ତ୍ରୀ, ଭାବିବନି 18 ଗୋଟିଏ ତୀର୍ଥ ସ୍ଥାନ ବୋଲି ଭାବିବା ନାହିଁ। ଏଇଟା ହଉଛି 18 ଜଣ ମନ୍ତ୍ରୀ, ହେଲା। ଅଷ୍ଟାଦଶ ତୀର୍ଥ କହିଲେ 18 ଜଣ ମନ୍ତ୍ରୀ। କାହାକୁ ପୁରୀ ସାଧାରଣୀୟ କୁହାଯାଏ? କାହାକୁ କୁହାଯାଏ? ପାର୍ଶ୍ୱନାଥ। ସେ ପ୍ରଚଳନ କରିଥିଲେ କଣ? ଚତୁର୍ଜାମ ଧର୍ମ। ଚତୁର୍ଜାମ ଧର୍ମ ବା ଚତୁର୍ଜାମ ଧର୍ମ ବୋଲି ପ୍ରଚାର କରିଥିଲେ। ମହାବୀର କରିଥିଲେ ତମର ପଞ୍ଚମହାବ୍ରତ। ପଞ୍ଚମହାବ୍ରତ, ବୁଝିହେଲା। ଅଶୋକଙ୍କ ସମୟରେ ମନ୍ତ୍ରିମଣ୍ଡଳ କେଉଁ ନାମରେ ପରିଚିତ ଥିଲା? ମନ୍ତ୍ରିମଣ୍ଡଳ କେଉଁ ନାମରେ ପରିଚିତ ଥିଲା ପିଲାମାନେ? କୁହ। ପଇସା ନାମରେ ପରିଚିତ ଥିଲା। ଶେଷ ମୌର୍ଯ୍ୟ ଶାସକ ବୃହତ ରଥକୁ କିଏ ହତ୍ୟା କରିଥିଲେ? ପୁଷ୍ୟମିତ୍ର ଶୁଙ୍ଗ। ଏବଂ ଶୁଙ୍ଗ ବଂଶ ପ୍ରତିଷ୍ଠା କରିଥିଲେ ଏବଂ ଶୁଙ୍ଗ ବଂଶ ସ୍ଥାପନ କରିଥିଲେ। କାହାକୁ ଦେବନାମ ପ୍ରିୟ ପ୍ରିୟଦର୍ଶୀ? ଇଏ ହଉଛି କଣ? ଦେବନାମ ପ୍ରିୟ ପ୍ରିୟଦର୍ଶୀ, ହେଲା। ଏଠାରେ ପ୍ରିୟ ଛାଡି ଦେଇଛି ସେ। ଦେବନାମ ପ୍ରିୟ ପ୍ରିୟଦର୍ଶୀ ଭାବେ କିଏ? ତମର ଅଶୋକ, ହେଲା। ତମର ଅଶୋକ। ଫ୍ରାଙ୍କେସ ବର୍ଣ୍ଣିଙ୍କ ଦ୍ୱାରା ମୋଗଲ ସାମ୍ରାଜ୍ୟ ପୁସ୍ତକଟି ନିମ୍ନୋକ୍ତ କେଉଁ ଭାଷାରେ ଲେଖାଯାଇଥିଲା? ଏଇଟା ଲେଖାଯାଇଥିଲା ତମର ଫ୍ରେଞ୍ଚ ଭାଷାରେ। ତମର ଫ୍ରେଞ୍ଚ, ଯେହେତୁ ସେ କେଉଁ ଭାଷାରେ ଥିଲେ? କେଉଁ ଦେଶରେ? ସେ ଫ୍ରାନ୍ସ ଦେଶର ଥିଲେ ଫ୍ରାଙ୍କେସ ବର୍ଣ୍ଣ୍ୟ, ତେବେ ଫ୍ରେଞ୍ଚ ଭାଷାରେ ଲେଖିଥିଲେ। ଚତୁର୍ଦ୍ଦଶ ଲୁଇ କେବେ 1770ରେ କଣ କରିଥିଲେ? ଚତୁର୍ଦ୍ଦଶ ଲୁଇଙ୍କର ଅନୁସାରେ ସେ ଫ୍ରାଙ୍କେସ ବର୍ଣ୍ଣ୍ୟ ରଚନା କରିଥିଲେ। ଚିରାକି ଦିଲ୍ଲୀ ଭାବରେ କେଉଁ ସୁଫି ସନ୍ଥ? ଏଇ ହଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। ଚିରାକି ଦିଲ୍ଲୀ କିଏ? ସେ ନାସିରୁଦ୍ଦିନ, ଶେଖ୍ ନାସିରୁଦ୍ଦିନ। ଭକ୍ତିବାଦର କେଉଁ ପ୍ରଚାରକ ଶିଷ୍ୟମାନଙ୍କୁ କବୀରପନ୍ଥୀ କୁହାଯାଇଥିଲା? ଏ ହଉଛି କବୀରଙ୍କର ଶିଷ୍ୟଙ୍କୁ କବୀରପନ୍ଥୀ କୁହାଯାଉଥିଲା। ନେକ୍ସଟ ଦେଖିବା, ନେକ୍ସଟ ପ୍ରଶ୍ନ ତମର କଣ ଅଛି ଦେଖ ପିଲାମାନେ। ଭାରତର ମୁସଲମାନ ଶାସନ କେବେଠାରୁ ଆରମ୍ଭ ହେଇଥିଲା? 1206। କାହିଁକି ନା ମୁସଲମାନ ଶାସନ କିଏ କରିଥିଲେ? କୁତବୁଦ୍ଦିନ ଆଇବକ। କୁତବୁଦ୍ଦିନ ଆଇବକ, ମନେ ରଖ, ହେଲା। କୁତବୁଦ୍ଦିନ ଆଇବକ ତମର ଦାସ ବଂଶର ପ୍ରତିଷ୍ଠାତା। ନେକ୍ସଟ ଦେଖିବା ତମର ପ୍ରଶ୍ନ ଅଛି, କିଏ ସ୍ୱର୍ଗୀୟ ରାଜତାନ୍ତ୍ରିକ ତତ୍ତ୍ୱର ବିଶ୍ୱାସ କରିଥିଲେ? ସ୍ୱର୍ଗୀୟ ରାଜତାନ୍ତ୍ରିକ ତତ୍ତ୍ୱ, ୟାର ଆନ୍ସର ହବ ତମର ବଲବନ ଗ୍ୟାସୁଦ୍ଦିନ ବଲବନ, ହେଲା। ସିଦ୍ଧା ଓ ପାଇବସ କରିଥିଲେ ସେ। କେବେ ବମ୍ବେରୁ ଥାନେ ରେଳ ଚଳାଚଳ ହେଲା? ପ୍ରଥମ ରେଳ ଚଳାଚଳ ହେଇଥିଲା ବମ୍ବେରୁ ଥାନେ। କେବେ ପୁଣି ପଚାରିଛି ସେଇଟା? କେବେ ହବ? 1853। ମନେ ରଖ, ପ୍ରଥମ ହଉଛି ବମ୍ବେରୁ ଥାନେ, ଦ୍ୱିତୀୟ ହଉଛି କଲିକତାରୁ ରାଣୀଗଞ୍ଜ। କଲିକତାରୁ ରାଣୀଗଞ୍ଜ।
ରାଣୀଗଞ୍ଜ ମନେ ରହିଲା। କେଉଁ ଆଇନ ଅନୁଯାୟୀ ଖଜଣା ପଇଠ ପାଇଁ ନିଶ୍ଚୟ ଦିନ ଧାର୍ଯ୍ୟ କରାଯାଇଥିଲା? ଏଟା ହେଉଛି ସୂର୍ଯ୍ୟାସ୍ତ ନିୟମ। ଇଏ ହେଉଛି ଚିରସ୍ଥାୟୀ ବନ୍ଦୋବସ୍ତ 1793 ଲର୍ଡ କର୍ଣ୍ଣୱାଲିସ। କାହା ବଳରେ ଇଂରେଜମାନେ ବଙ୍ଗରୁ ମନ ମୁତାବକ ରାଜସ୍ୱ ଆଦାୟ କରିଥିଲେ? କାହା ବଳରେ? କାହା ବଳରେ ପିଲାମାନେ? ଇଏ ହେଉଛି ତମର ଦ୍ୱୈତ ଶାସନ ନା କଣ? ଦ୍ୱୈତ ଶାସନ। ଊନବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଉପନିବେଶ ମଧ୍ୟରେ ନିମ୍ନୋକ୍ତ କେଉଁ ଦେଶ ରହିଥିଲା? କେଉଁ ଦେଶ ରହିଥିଲା? ଭାରତ। ବମ୍ବେ, ବିହାର, ଓଡ଼ିଶା। କେଉଁ ଆଇନ ବଳରେ ଜମିଦାରମାନେ କୃଷକ ଓ କମ୍ପାନୀ ମଧ୍ୟସ୍ଥି ଥିଲେ? ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। କୃଷକ ଏବଂ କମ୍ପାନୀ ମଧ୍ୟରେ ମଧ୍ୟସ୍ଥି ଥିଲେ। କ'ଣ ହେବ ଆନ୍ସାର ଏଇଟା? କ'ଣ ହେବ? ଚିରସ୍ଥାୟୀ, ସୂର୍ଯ୍ୟାସ୍ତ, 10 ବର୍ଷିଆ ନା 5 ବର୍ଷିଆ ଆଇନ? କୁହ ପିଲାମାନେ କ'ଣ ହେବ ଏଇଟା? ଚିରସ୍ଥାୟୀ ବନ୍ଦୋବସ୍ତ ହେବ ତମର କ'ଣ? ଚିରସ୍ଥାୟୀ। ଜମିଦାରୀ ବ୍ୟବସ୍ଥା ମଧ୍ୟ କୁହାଯାଏ। ଲର୍ଡ ୱେଲସଲି ବଙ୍ଗ ଗଭର୍ଣ୍ଣର ଜେନେରାଲ କେବେ ହେଇଥିଲେ? 1798। ବଙ୍ଗର ଗଭର୍ଣ୍ଣର ହେବେ। ତାପରେ 1905ରେ କ'ଣ ହେବ ତମର? ବଙ୍ଗଭଙ୍ଗ ହେବ ପରବର୍ତ୍ତୀ ସମୟରେ। ବଙ୍ଗଭଙ୍ଗ। ଧର୍ମପଦ କାବ୍ୟର ଲେଖକ କିଏ? ଧର୍ମପଦ କିଏ ଲେଖିଥିଲେ? କିଏ ଲେଖିଥିଲେ ତମର ଧର୍ମପଦ? ଗୋପବନ୍ଧୁ ଦାସ। ସତ୍ୟବାଦୀ ସାହିତ୍ୟ ପତ୍ରିକା, ସତ୍ୟବାଦୀ ବନ ବିଦ୍ୟାଳୟ ତିଆରି କରିଥିଲେ ଗୋପବନ୍ଧୁ ଦାସ। ସତ୍ୟବାଦୀ ସାହିତ୍ୟ କିଏ ଲେଖିଥିଲେ? ସେ ଗୋପବନ୍ଧୁ ଦାସ। ନେକ୍ସଟ ଦେଖିବା, କେଉଁ ମସିହାରେ ତମର ପ୍ରଶ୍ନ ଅଛି, କେଉଁ ମସିହାରେ ଓଡ଼ିଶାର ପ୍ରଥମ କଲେଜ ସ୍ଥାପନ ହେଲା? ଓଡ଼ିଶାର ପ୍ରଥମ କଲେଜ ସ୍ଥାପନ କେବେ ହେଇଥିଲା? 1868 ହେବ ହେଲା। ନେକ୍ସଟ ଦେଖିବା, କିଏ ଡ୍ରାଫ୍ଟିଂ କମିଟିର ସଭାପତି ଥିଲେ? ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ଡ୍ରାଫ୍ଟିଂ କମିଟିର ସଭାପତି କିଏ ଥିଲେ? ଭୀମରାଓ ଆମ୍ବେଦକର ହେଲା, ଭୀମରାଓ ଆମ୍ବେଦକର। ନେକ୍ସଟ ଦେଖିବା ତମର ପରବର୍ତ୍ତୀ ପ୍ରଶ୍ନ, କ'ଣ ଦେଇଛି ପିଲାମାନେ? ପ୍ରଶ୍ନ କ'ଣ ଅଛି ଦେଖ ତମର, ଜୈନର ଦିବ୍ୟଜ୍ଞାନକୁ କ'ଣ କୁହାଯାଏ? ଏଇଟା କୈବଲ୍ୟ। ମୁଁ କହିଛି ତମକୁ କୈବଲ୍ୟ ବୋଲି। ନେକ୍ସଟ ଦେଖିବା, ମେଗାସ୍ଥିନିସ୍ କେଉଁ ପୁସ୍ତକ ରଚନା କରିଥିଲେ? ଇଣ୍ଡିକା ରଚନା କରିଥିଲେ। ଏ କଥା ମୁଁ କହିସାରିଲିଣି ମୁଁ। ନେକ୍ସଟ ଦେଖିବା ତମର କ'ଣ ଅଛି, ଜୁମ୍ କରିଦେବି ପ୍ରଶ୍ନକୁ। ଦେଖ ପ୍ରଶ୍ନ କ'ଣ ଅଛି ତମର ପିଲାମାନେ, ଗୁପ୍ତ ବଂଶର ଦଶାବତାର ମନ୍ଦିର କେଉଁଠାରେ ଅଛି? ଦଶାବତାର ମନ୍ଦିର କେଉଁଠାରେ ଅଛି ରେ ପିଲାମାନେ? ଗୁପ୍ତ ଯୁଗର ଦଶାବତାର ମନ୍ଦିର କେଉଁ ସ୍ଥାନରେ ଅଛି? ଦେଓଗଡ଼ରେ ଦଶାବତାର ମନ୍ଦିର ଅଛି। ଶୂଦ୍ରକ ମୁଚ୍ଚକ କିଏ ଲେଖିଥିଲେ? ଶୂଦ୍ରକ ଲେଖିଥିଲେ ଭାରପିଙ୍କର କିରାତାର୍ଜୁନିୟମ ହେଲା। ନେକ୍ସଟ ଦେଖିବା, ମୌର୍ଯ୍ୟ ଶାସନରେ ସଞ୍ଚାରକ ମାନେ କେଉଁ ବିଭାଗ କାର୍ଯ୍ୟ କରୁଥିଲେ? ସଞ୍ଚାରକ କିଏ ରେ ପିଲାମାନେ କୁହ? ସଞ୍ଚାରକ ହେଉଛନ୍ତି ଗୁପ୍ତଚର ବିଭାଗ। ମନେ ରଖିଥ, ଗୁପ୍ତଚର ବିଭାଗ। ଆଠକଥା କିଏ ଲେଖିଥିଲେ? ମନେ ରଖ, ଆଠକଥା କିଏ ଲେଖିଥିଲେ ରେ ପିଲାମାନେ? ଏକ ନମ୍ବର ଆନ୍ସର କୁହ, ଆଠକଥା କିଏ ଲେଖିଥିଲେ? ବୁଦ୍ଧ ଘୋଷ ଲେଖିଥିଲେ ଆଠକଥା। ମନେ ରଖ ତ, କିଏ ଲେଖିଥିଲେ ତମର? ବୁଦ୍ଧ ଘୋଷ ଲେଖିଥିଲେ ତମର ଆଠକଥା। ନେକ୍ସଟ ଦେଖିବା, କେଉଁ ମୋଗଲ ରମଣୀ ଝରକା ଦର୍ଶନ ଦେଉଥିଲେ? ଝରକା ଦର୍ଶନ କିଏ ଦେଉଥିଲେ ତମର? ନୁରଜାହାଁ ଦେଉଥିଲେ ହେଲା, ନୁରଜାହାଁ ତମର ଦେଉଥିଲେ। ନେକ୍ସଟ ଦେଖିବା, ସୁଲତାନୀ ଶାସନର କୃଷି ବିଭାଗ, ଇଏ ହେଉଛି ଅମିରୀ କୁହି ହେଲା। ନାନକଙ୍କ ବାଣୀ ସ୍ଥାପନ ପାଇଥିବା ଗ୍ରନ୍ଥ, ଏ ହେଉଛି ଗୁରୁ ଗ୍ରନ୍ଥ ସାହିବ, ଆଦି ଗ୍ରନ୍ଥ। ତାର ଅନ୍ୟ ନାମ ହେଉଛି ଆଦି ଗ୍ରନ୍ଥ। আকবর କେଉଁ ଉଦ୍ଦେଶ୍ୟରେ ଫତେପୁର ସିକ୍ରି ଇବାଦତଖାନା ନିର୍ମାଣ କରିଥିଲେ? ଧର୍ମ। ଇବାଦତଖାନା ହେଉଛି ପ୍ରାର୍ଥନା ହଲ୍, ପ୍ରେୟାର ହଲ୍, ପ୍ରାର୍ଥନା। ନେକ୍ସଟ ଦେଖିବା, ହୁମାୟୁନ କବରଟି ତୈମୁର ସମାଧିର ନମୁନା ଅନୁସାରେ ନିର୍ମିତ ହୋଇଥିଲା। ଏହି ସ୍ଥପତି କିଏ ଥିଲେ? ମିର୍ଜା ଗ୍ୟାସ। ସିନାନ କାହା ସମୟରେ ରହିଥିଲେ? ବାବରଙ୍କ ସମୟରେ ରହିଥିଲେ। କନଷ୍ଟାଣ୍ଟିନୋପଲରୁ ଆସିଥିଲେ, ମନେ ରଖ। ପାଇକ ବିଦ୍ରୋହ ସମୟରେ କଟକର ମାଜିଷ୍ଟ୍ରେଟ କିଏ ଥିଲେ? ତମର? ଏଡୱାର୍ଡ ଇମ୍ପେ। ନେକ୍ସଟ ଦେଖିବା, ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠିତ ହୋଇଥିଲା? ଜାତୀୟ କଂଗ୍ରେସ 1885। ମୁଁ ଆରମ୍ଭରେ କହିଲିନି, ଆଲାଙ୍ଗ ଅକ୍ଟାଭିୟାମ ହ୍ୟୁମ କରିଥିଲେ, ଉମେଶ ଚନ୍ଦ୍ର ବାନାର୍ଜୀ କରିଥିଲେ। ତାର ଅସହଯୋଗ ଆନ୍ଦୋଳନ କାଳରେ ସ୍ୱରାଜ ମନ୍ଦିର କେଉଁଠାରେ ଥିଲା? ଏଇଟା ବାଲେଶ୍ୱରରେ ଥିଲା। ବାଲେଶ୍ୱର ଯାହା କହୁଛ ତମେ ହେଲା। ନେକ୍ସଟ ଦେଖିବା, ଓ ନମ୍ବର ପ୍ରଶ୍ନ, କେଉଁ ଆଇନ ଅନୁଯାୟୀ ଖଜଣା ପାଇଁ ନିଶ୍ଚିତ ଦିନ ଧାର୍ଯ୍ୟ କରାଯାଇଥିଲା? କେଉଁ ଆଇନ ପାଇଁ ଖଜଣା ନିଶ୍ଚିତ ଦିନ କରାଯାଇଥିଲା? ଏଇଟା ହେଉଛି ସୂର୍ଯ୍ୟାସ୍ତ ଆଇନ। ଏ ହେଉଛି କ'ଣ? ସୂର୍ଯ୍ୟାସ୍ତ ଆଇନ, ନିଶ୍ଚିତ ଭାବରେ ସୂର୍ଯ୍ୟାସ୍ତ ଆଇନ ପିଲାମାନେ। ତିରଙ୍ଗା ପତାକା ପ୍ରଥମେ କେବେ ଉତ୍ତୋଳନ କରାଯାଇଥିଲା? ତିରଙ୍ଗା ପତାକା ମନେ ପକାଅ, ତିରଙ୍ଗା ପତାକା କେବେ ହେଇଥିଲା ତମର? ଡିସେମ୍ବର 31, 1929। ଡିସେମ୍ବର 31, 1929। ନେକ୍ସଟ ଅଛି,
କେଉଁ ଆଇନ ବଳରେ ଓଡ଼ିଶାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପରିଣତ ହୋଇଥିଲା? କେଉଁ ଆଇନ ବଳରେ? ଭେରି ଭେରି ଇମ୍ପୋର୍ଟାଣ୍ଟ। କେଉଁ ଆଇନ ବଳରେ? କ୍ୟୁ କହ ପିଲାମାନେ। କ୍ୟୁ ନମ୍ବର ଆନ୍ସର ହେବ 1935 ଭାରତ ଶାସନ ଆଇନ। 1935 ଭାରତ ଶାସନ ଆଇନ। 1817 ମସିହାରେ ଖୋର୍ଦ୍ଧା ବିଦ୍ରୋହ ହୋଇଥିଲା। ଖୋର୍ଦ୍ଧା ବିଦ୍ରୋହ କେଉଁ ଅଞ୍ଚଳରେ ହେଇଥିଲା? ଖୋର୍ଦ୍ଧାରେ ହେଇଥିଲା ଖୋର୍ଦ୍ଧା ବିଦ୍ରୋହ। ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେବେ ଆରମ୍ଭ ହୋଇଥିଲା? ସର୍ବୋଚ୍ଚ ନ୍ୟାୟାଳୟ କେବେ ଆରମ୍ଭ ହୋଇଥିଲା କୁହ? ସର୍ବୋଚ୍ଚ ନ୍ୟାୟାଳୟ ହେଇଥିଲା ଜାନୁଆରୀ 26, 1950। ସୁପ୍ରିମକୋର୍ଟ। ଆଧୁନିକ ଓଡ଼ିଶାର ନେତୃତ୍ୱ କାହା ହାତରେ ରହିଲା? କାହା ହାତରେ ଥିଲା ଆଧୁନିକ? ଏ ହେଉଛି ବୁଦ୍ଧିଜୀବୀ ବର୍ଗ। କିଏ ସମ୍ବିଧାନ ସଭାର ଚିଠା ପ୍ରସ୍ତୁତ ବିଶେଷ ସହାୟକ କରିଥିଲେ? ଏ ହେଉଛନ୍ତି S.N. ମୁଖାର୍ଜୀ। S.N. ମୁଖାର୍ଜୀ। ନେକ୍ସଟ ପ୍ରଶ୍ନ ଅଛି, ଜୈନ ଧର୍ମ କେଉଁ ଭାଷାରେ ଲିଖିତ ହେବା ଦ୍ୱାରା ଜୈନମାନଙ୍କୁ ସାଧାରଣ ଲୋକେ ବୁଝିପାରୁଥିଲେ? ଏ ହେଉଛନ୍ତି ଅର୍ଦ୍ଧମାଗଧୀ। ମୌର୍ଯ୍ୟ ଶାସନ ନଗରର ମୁଖ୍ୟ ନାଗରିକ, ଗ୍ରାମର ମୁଖ୍ୟ ଗ୍ରାମିକ। ନେକ୍ସଟ ଦେଖିବା ସଞ୍ଚରକ। ଏବେ କହିଛି ମୁଁ ସଞ୍ଚରକ, ବାରମ୍ବାର ଆସିଛି ପ୍ରଶ୍ନ। ଗୁପ୍ତଚର ବିଭାଗ, ସଞ୍ଚରକ ହେଉଛନ୍ତି ଗୁପ୍ତଚର। ଦ୍ୱୈତ ତତ୍ତ୍ୱ କ'ଣ? ଦ୍ୱୈତ ତତ୍ତ୍ୱ ହେଉଛି ଜୀବ ଅଜୀବ ତତ୍ତ୍ୱ। ଏଇଟା 2 ମାର୍କ କ୍ୱେଶ୍ଚନ ତମର। ନେକ୍ସଟ ଦେଖିବା ମେଗାସ୍ଥିନିସ୍ ଇଣ୍ଡିକାରେ ପାଟଳିପୁତ୍ର ମୌର୍ଯ୍ୟ ପୌର କମିଶନ କେତେ ଜଣ ସଦସ୍ୟଙ୍କୁ ନେଇ ଗଠିତ ଥିଲା ବୋଲି ଉଲ୍ଲେଖିତ କରାଯାଇଛି? କେତେ ଜଣ? 30 ଜଣ। ନେକ୍ସଟ ଦେଖିବା ଜୈନ ଧର୍ମର ତ୍ରୟୋବିଂଶ ପ୍ରଚାରକ କିଏ? ଏଛନ୍ତି ପାର୍ଶ୍ୱନାଥ। ଋଷଭନାଥ ହେଉଛନ୍ତି ଫାଷ୍ଟ। ମହାବୀର ହେଉଛନ୍ତି 24। ନେମିନାଥ ଏକନାଥ ତ ଜାଣିନାହିଁ। ନେମିନାଥ ହେଉଛି ତମର କେବେ? 22ତମ ତୀର୍ଥଙ୍କର ନେମିନାଥ। ନେକ୍ସଟ ଦେଖିବା ତମର ପ୍ରଶ୍ନ କ'ଣ ରହିଛି। ପରବର୍ତ୍ତୀ ପ୍ରଶ୍ନ ତମର କ'ଣ ଅଛି ପିଲାମାନେ? ଦିଲ୍ଲୀରେ କେଉଁ ସୁଲତାନ ପ୍ରଥମ କରି ଜାଗିର ପରିବର୍ତ୍ତେ ବେତନ ପ୍ରଦାନ କରିଥିଲେ? ଜାଗିର ପରିବର୍ତ୍ତନ ବେତନ କିଏ କରିଥିଲେ ତମର? ଆଲାଉଦ୍ଦିନ ଖିଲଜି। ଆଲାଉଦ୍ଦିନ ଖିଲଜି କରିଥିଲେ। ନେକ୍ସଟ କ୍ୱେଶ୍ଚନ ଆଡ଼କୁ ଯିବା ପିଲାମାନେ। ନେକ୍ସଟ କ୍ୱେଶ୍ଚନ ତମର କ'ଣ ଅଛି ଦେଖ। ବାବର କେଉଁ ମୋଙ୍ଗଲ ଶାସକଙ୍କ ବଂଶଧର ଥିଲେ? ବାବର କେଉଁ ମୋଙ୍ଗଲ ଶାସକ ବଂଶଧର ଥିଲେ? ଚେଙ୍ଗିଜ ଖାଁ। ନେକ୍ସଟ ଦେଖିବା ମୋଗଲ ଯୁଗରେ କେଉଁମାନେ ଜୋହର ବ୍ରତ ପାଳନ କରୁଥିଲେ? ମୁସଲମାନ ରମଣୀମାନେ। କେଉଁ ମୋଗଲ ସମ୍ରାଟକୁ ନିଜକୁ ଇମାମ ଅଦିଲ, କେତେଥର କହିବେ ମୁଁ ଇମାମ ଅଦିଲ? ଆକବର ହେଉଛନ୍ତି ଇମାମ ଅଦିଲ। ହେଲା। 1468 ଖ୍ରୀଷ୍ଟାବ୍ଦର ପଶ୍ଚିମବଙ୍ଗର ନବଦ୍ୱୀପରେ କିଏ ଜନ୍ମଗ୍ରହଣ କରିଥିଲେ? ଶ୍ରୀ ଚୈତନ୍ୟ। ଇଏ ତ ତାଲୱାଣ୍ଡିରେ। ଇଏ ତ ବନାରସରେ। ହେଲା। ବଲ୍ଲଭାଚାର୍ଯ୍ୟ ଆମେ ଜାଣିନାହିଁ। ନେକ୍ସଟ ଦେଖିବା ମାନ୍ଦ୍ରାଜ ଆରକୋଟ ରେଳପଥ। ମାନ୍ଦ୍ରାଜ ଆରକୋଟ ରେଳପଥ 1856। ଇଷ୍ଟ ଇଣ୍ଡିଆ କମ୍ପାନୀ 1600 ମସିହା। ଇଷ୍ଟ ଇଣ୍ଡିଆ କମ୍ପାନୀ 1600 ମସିହା। ନେକ୍ସଟ ଦେଖିବା ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ନିର୍ମୁକ୍ତ କେଉଁ ଅଞ୍ଚଳରେ ସନ୍ନ୍ୟାସୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା? ସନ୍ନ୍ୟାସୀ ଆନ୍ଦୋଳନ ଏଇଟା କେଉଁଟା? ବେଙ୍ଗଲ। ହେଲା। ନେକ୍ସଟ ଦେଖିବା ଭାରତ ଛାଡ଼ ଆନ୍ଦୋଳନରେ ଓଡ଼ିଶାର କେଉଁ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଇଥିଲା? এটা ইম্পর্টাଣ୍ଟ। ଏ ହେଉଛନ୍ତି ଲକ୍ଷ୍ମଣ ନାୟକ। ଏ ହେଉଛନ୍ତି କିଏ? ଲକ୍ଷ୍ମଣ ନାୟକ। ହେଲା। ନେକ୍ସଟ ଦେଖିବା କୁଜଙ୍ଗଠାରେ ଆଇନ ଅମାନ୍ୟ ଆନ୍ଦୋଳନ କିଏ ନେତୃତ୍ୱ ନେଇଥିଲେ? କୁଜଙ୍ଗଠାରେ ନାରାୟଣ ବୀରବର ସାମନ୍ତ। ଆଉ ଗୋଟେ ନାରୀ ନେଇଥିଲେ, ସେ ହେଉଛନ୍ତି ରାଣୀ ଭାଗ୍ୟବତୀ ପାଟ୍ଟ ମହାଦେବ। ମନେ ରଖିଥିଲା ଭାଗ୍ୟବତୀ ପାଟ୍ଟ ମହାଦେବ। ନେକ୍ସଟ ଦେଖିବା କେଉଁ ଇଂରେଜ ଗଭର୍ଣ୍ଣର ସିମଲାକୁ ନିଜ ରାଜଧାନୀ କରିଥିଲେ? କିଏ? ଜନ୍ ଲରେନ୍ସ। ହେଲା। ନେକ୍ସଟ ଦେଖିବା ତମର ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖ। ନିମ୍ନୋକ୍ତ କେଉଁ ମସିହାରେ ମଧୁସୂଦନ ଉଚ୍ଚଶିକ୍ଷା ଓଡ଼ିଶା ଛାଡ଼ି କଲିକତା ଯାଇଥିଲେ? କେବେ ଯାଇଥିଲେ ସେ? ଇଏ ହେଉଛନ୍ତି 1864। ଇଏ ହେଉଛି 1864। ଦେଇନି ନା କ'ଣ ଏଇଟା? ପ୍ରଶ୍ନଟା ଭୁଲ ଅଛି। 1864 ହେବ। ହେଲା। 1864 ହେବ। ହେଲା। ନେକ୍ସଟ ଦେଖିବା ପ୍ରଥମ ଗୋଲଟେବୁଲ ବୈଠକ କେଉଁ ଓଡ଼ିଆ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି ଉଠାଇଥିଲେ? କିଏ ଉଠାଇଥିଲେ? କୃଷ୍ଣଚନ୍ଦ୍ର ନାରାୟଣ ଦେବ। ହେଲା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉତ୍କଳ ଟେନେରୀର କଞ୍ଚାମାଲ? ଇଏ ହେଉଛି ଚମଡ଼ା। ଏ ହେଉଛି ପିଲାମାନେ ଚମଡ଼ା। ମନେ ରଖ, ହେଉଛି ଚମଡ଼ା। ଗଞ୍ଜାମ କେଉଁ ପ୍ରେସିଡେନ୍ସି ସହ ମିଶି ରହିଥିଲା? ମାନ୍ଦ୍ରାଜ ପ୍ରେସିଡେନ୍ସି ସହ। ନେକ୍ସଟ ଦେଖିବା ତମର କ'ଣ ରହିଛି ପ୍ରଶ୍ନ ଦେଖିବା ପିଲାମାନେ। ମୌର୍ଯ୍ୟ ଶାସନ ସମୟରେ ଜିଲ୍ଲା ଶାସନର ମୁଖ୍ୟକୁ କ'ଣ କୁହାଯାଇଥିଲା? ଜିଲ୍ଲା ଶାସନର ମୁଖ୍ୟ ହେଉଛି ପ୍ରାଦେଶିକ। 4 ଭାଗରେ ବିଭକ୍ତ ହୋଇଥିଲା ନା 5 ଭାଗରେ ବିଭକ୍ତ ହୋଇଥିଲା? ମନେ ପକାଅ। ନେକ୍ସଟ ଦେଖିବା ନିମ୍ନୋକ୍ତ ଅଶୋକଙ୍କ ପିତା ହେଉଛନ୍ତି ବିନ୍ଦୁସାର। ତାକୁ ଅମିତ୍ର ଘାତ କୁହାଯାଏ। ତାଙ୍କୁ କ'ଣ କୁହାଯାଇଥିଲା? ଅମିତ୍ର ଘାତ। ଅଷ୍ଟାଧ୍ୟାୟୀ କିଏ ଲେଖିଥିଲେ? ପାଣିନି ଲେଖିଥିଲେ। ପାଣିନିଙ୍କର ଅଷ୍ଟାଧ୍ୟାୟୀ, ପତଞ୍ଜଳିଙ୍କର ମହାଭାଷ୍ୟ, ବ୍ରହ୍ମ ସିଦ୍ଧାନ୍ତ, ଖଣ୍ଡ ଖାଦ୍ୟକ।
କିଏ ରଚନା କରିଥିଲେ ଖଣ୍ଡଖାଦ୍ୟକ? ଇଏ ହେଉଛନ୍ତି ବ୍ରହ୍ମଗୁପ୍ତ। ଇଏ ହେଉଛନ୍ତି ବରାହମିହିର ବୃହତ୍ ସଂହିତା କାଳିଦାସ ବହୁତ ସାରା ଲେଖିଥିଲେ ହେଲା, ବହୁତ ସାରା ଲେଖିଥିଲେ, କହିବି ନାହିଁ। ମାଳବିକା ମିତ୍ରମ୍, ଋତୁ ସଂହାର, ମେଘଦୂତମ୍, ବିକ୍ରମୋର୍ବଶ୍ୟମ୍, ଅଭିଜ୍ଞାନ ଶକୁନ୍ତଳମ୍ ଏସେଟ୍ରା ଜିନିଷ ସେ ଲେଖିଥିଲେ। ଆର୍ଯ୍ୟଭଟ୍ଟ ଲେଖିଥିଲେ ସୂର୍ଯ୍ୟ ସିଦ୍ଧାନ୍ତ, ଆର୍ଯ୍ୟଭଟ୍ଟ୍ୟମ୍ ଇତ୍ୟାଦି ଗୁଡାକ ସେ ଲେଖିଥିଲେ। ଏଇଟା ହଉଛି ତମ ବ୍ରହ୍ମ ସିଦ୍ଧାନ୍ତ ବ୍ରହ୍ମଗୁପ୍ତ, ବ୍ରହ୍ମ ସିଦ୍ଧାନ୍ତ ବ୍ରହ୍ମଗୁପ୍ତ। ନେକ୍ସଟ ଦେଖିବା ଅଷ୍ଟାଦଶ ତୀର୍ଥ କେଉଁ ସମ୍ରାଟ ରାଜ୍ୟସଭା? ଅଷ୍ଟାଦଶ ତୀର୍ଥ ଭେରି ଭେରି ଇମ୍ପୋର୍ଟାଣ୍ଟ। ଅଷ୍ଟାଦଶ ତୀର୍ଥ ହେଉଛି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ନ୍ୟାୟବିନ୍ଦୁ ଦର୍ଶନ ଶାସ୍ତ୍ର, ନ୍ୟାୟବିନ୍ଦୁ ଦର୍ଶନ ଶାସ୍ତ୍ର ଇଏ ହେଉଛି ତମର ଧର୍ମକୀର୍ତ୍ତି। ଆମେ ବାସାୟନ ଲେଖିଥିଲେ କଣ କାମସୂତ୍ର। ଈଶ୍ୱର କୃଷ୍ଣ ତ ଜାଣିନାହିଁ, ଶବର ସ୍ୱାମୀ ତ ଜାଣିନାହିଁ। ଧର୍ମକୀର୍ତ୍ତି ଲେଖିଥିଲେ ନ୍ୟାୟବିନ୍ଦୁ ଦର୍ଶନ ଶାସ୍ତ୍ର, ବାସାୟନ ଲେଖିଥିଲେ କାମସୂତ୍ର। আকবর ଜିଜିଆ କବରକୁ କେବେ ଉଚ୍ଛେଦ କରିଥିଲେ? ଜିଜିଆ କବରକୁ କେବେ ଉଚ୍ଛେଦ କରିଥିଲେ? ଭେରି ଭେରି ଇମ୍ପୋର୍ଟାଣ୍ଟ ପ୍ରଶ୍ନ। 1564, 1564, 1564 ମନେ ରଖ ହେଲା। ନାରୋଜ କଣ? ନାରୋଜ କଣ? ଏତେ ଡିପଲି ପଚାରିବ ନାହିଁ। ପାର୍ସି ନବବର୍ଷ ହେଲା, ତଥାପି କହିଦେଉଛି ମୁଁ। ଦିନ ଇ ଇଲାହି ଧର୍ମ ଗ୍ରହଣ କରିଥିଲେ କିଏ? ହିନ୍ଦୁ ବୀରବଲ, ମୁଁ ବହୁତ ଥର କହିସାରିଲିଣି। କିଏ ତାଜମହଲ ନିର୍ମାଣ କରିଥିଲେ? ଶାହଜାହାନ ତାଜମହଲ ନିର୍ମାଣ କରିଥିଲେ। ନେକ୍ସଟ ଦେଖିବା କିଏ ପ୍ରଥମେ ଦାକ୍ଷିଣାତ୍ୟରେ ଭକ୍ତିବାଦ ପ୍ରଚାର କରିଥିଲେ? ଦାକ୍ଷିଣାତ୍ୟରେ ପ୍ରଥମ ପ୍ରଚାର ଯଦି ପ୍ରଥମ ଦାକ୍ଷିଣାତ୍ୟରେ କିଏ କରିଥିଲେ? ଶଙ୍କରାଚାର୍ଯ୍ୟ ହେଲା। ଏଇ ମନେ ରଖ ଶଙ୍କରାଚାର୍ଯ୍ୟ, ଅପସନରେ ଦେଇନାହିଁ ଶଙ୍କରାଚାର୍ଯ୍ୟ। ଦ୍ୱିତୀୟରେ କିଏ କରିଥିଲେ ଦାକ୍ଷିଣାତ୍ୟରେ? ଦ୍ୱିତୀୟରେ କିଏ କରିଥିଲେ? ସେଇଟା ହଉଛି ତମର ରାମାନୁଜ। ଅପସନରେ ଯେହେତୁ ତମର ଶଙ୍କରାଚାର୍ଯ୍ୟ ଦେଇନି, ରାମାନୁଜ ହବ ତମର କରେକ୍ଟ ଆନ୍ସର। ରାଉଲାଟ ଆଇନ କେବେ ପରିଣତ ହୋଇଥିଲା? ରାଉଲାଟ ଆଇନ କେବେ ପରିଣତ ହୋଇଥିଲା? 1990 ରେ ପରିଣତ ହୋଇଥିଲା ରାଉଲାଟ ଆକ୍ଟ ହେଲା, ମନେ ରଖିଥାଅ। 1817 ପାଇକ ବିଦ୍ରୋହ ନେତୃତ୍ୱ ବକ୍ସି ଜଗବନ୍ଧୁ ବ୍ରହ୍ମବର ରାୟ ମହାପାତ୍ର। ନେକ୍ସଟ ଦେଖିବା ତମର ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି କିଏ ଥିଲେ? ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ତମର କିଏ ଥିଲେ? ଗୋପବନ୍ଧୁ ଦାସ। ଊନବିଂଶ ଶତାବ୍ଦୀର କେଉଁ ଦେଶରେ ସବୁଠାରୁ ଅଧିକ ଉପନିବେଶ ରହିଥିଲା? ସବୁଠାରୁ ଅଧିକ ଉପନିବେଶ କେଉଁଠାରେ ରହିଥିଲା? ଇଂଲଣ୍ଡରେ ରହିଥିଲା। କେଉଁ ବ୍ରିଟିଶ ବସଲା ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ? ଲର୍ଡ କର୍ଣ୍ଣୱାଲିସ। ଲର୍ଡ କର୍ଣ୍ଣୱାଲିସ। ଲର୍ଡ ୱେଲସଲି କଣ କରିଥିଲେ? ଲର୍ଡ ୱେଲସଲି କଣ କରିଥିଲେ? ସାମନ୍ତ ସନ୍ଧି ପ୍ରଥା, ସାମନ୍ତ ସନ୍ଧି ପ୍ରଥା ମନେ ରଖ, ସାମନ୍ତ ସନ୍ଧି ପ୍ରଥା। ସମୟ କମ ଅଛି, ନହେଲେ ଡିଟେଲରେ ବୁଝେଇ ଦେଇଥାନ୍ତି ତମକୁ ହେଲା ସବୁ ଗୁଡାକ। ଜାମସେଦଜୀ ଟାଟା ନିର୍ମାଣ କରିଥିବା ତାଜମହଲ ହୋଟେଲ କେଉଁ ସ୍ଥାପତ୍ୟ ଅନୁଯାୟୀ ଗଢା ହେଇଥିଲା? ଏଇ ହେଉଛି କଣ? ଇଣ୍ଡୋ ସରସେନୀୟ, ଇଣ୍ଡୋ ସରସେନୀୟ। ନେକ୍ସଟ ଦେଖିବା କଲିକତାରେ ଇଂରେଜମାନେ ଚାଳ ଘରକୁ କେବେ ନିଷେଧ କରିଥିଲେ? କଲିକତାକୁ କେବେ? 1836। 1930 ମସିହାରେ ପ୍ରଥମ ମହିଳା ରାଜନୈତିକ ବନ୍ଦୀ କିଏ? ବନ୍ଦୀ କିଏ ପଚାରେ? ସରଳା ଦେବୀ, ହେଉଛି ସରଳା ଦେବୀ ହେଲା, ଇଏ ହେଉଛି ସରଳା। ସତ୍ୟବେଦ ବନ ବିଦ୍ୟାଳୟ ଗୋପବନ୍ଧୁ ଦାସ, ଗୋପବନ୍ଧୁ। ନେକ୍ସଟ ଗୋପବନ୍ଧୁ ଦାସ କରିଥିଲେ, କେବେ କରିଥିଲେ ସେ? କେବେ କରିଥିଲେ ପ୍ରଶ୍ନ କରିଛି ନା। ଅପସନ ସି। କେଉଁ ମସିହାରେ ପ୍ରଥମ କଲେଜ ସ୍ଥାପିତ ହେଲା? କେଉଁ ମସିହାରେ କଲେଜ ସ୍ଥାପିତ ହେଲା? 1868। ଟପ୍ 100 MCQ ଆମେ ଡିସ୍କସନ କରିଦେଲା। ଟପ୍ 100 MCQ ଆମେ ଡିସ୍କସନ କରିଦେଲା। ୟୁନିଟ୍ 2, ୟୁନିଟ୍ 3, ୟୁନିଟ୍ 4, ୟୁନିଟ୍ 5 ର ତମର ମୁଁ ତମର PYQ କରିବା ସହିତ ଏକ୍ସପେକ୍ଟେଡ MCQ ଗୁଡାକ ସବୁ କରିଦେଇଛି। ଯେଉଁମାନେ ଦେଖିନାହ ଦେଖିଦେବ। 21 ରୁ 21 100% ତମେ ରଖିଦେବ ହେଲା। 21 ରୁ 21 ତମେ ନିଶ୍ଚିତ ଭାବେ ରଖିବ। ଚ୍ୟାନେଲଟାକୁ ସବସ୍କ୍ରାଇବ କର, ନେକ୍ସଟ ଏକ୍ଜାମରେ ବହୁତ ହେଲ୍ପଫୁଲ ହେବ ତମକୁ ହେଲା। ଠିକ ଅଛି ପିଲାମାନେ, ଥ୍ୟାଙ୍କ ୟୁ।